ଏଇଟା ହେଉଛି ଚନ୍ଦ୍ରକାନ୍ତି, ଏଇଟା ହେଉଛି ପୋଡ଼ପିଠା। ପୋଡ଼ପିଠା। ତ ଆପଣ ଜନ୍ମଦିବସ ଉପଲକ୍ଷେ କିଛି ବାର୍ତ୍ତା ପ୍ରଦାନ କରନ୍ତୁ। ମୁଁ ତ ଜନ୍ମ ଦିବସରେ ବାର୍ଷିକୀ ଉତ୍ସବଟାକୁ ଏଇ ପିଠାପଣା ଦ୍ୱାରା ପାଳନ କରିବା ପାଇଁ ଚାହେଁ। କାହିଁକି ନା ଆମର ଓଡ଼ିଆରେ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଜନ୍ମ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା। ତମକୁ ମଧ୍ୟ ଧନ୍ୟବାଦ। ୟେସ୍। ଏଇ ଯେଉଁ ନୂଆ ପ୍ରଥା ବର୍ତ୍ତମାନ କ'ଣ ପାଶ୍ଚାତ୍ୟ ସଭ୍ୟତା ଅନୁସାରେ କେକ୍ କଟା ହେଉଛି, ହ୍ୟାପି ବାର୍ଥ ଡେ ଟୁ ୟୁ, ଯେଉଁଟା ଇଂରେଜ ମାନେ କହୁଥିଲେ, ପାଶ୍ଚାତ୍ୟ ସଭ୍ୟତା କହୁଥିଲା, ତାକୁ ବର୍ତ୍ତମାନ ସମସ୍ତେ ଫଲୋ କରୁଛନ୍ତି। କିନ୍ତୁ ନା, ମୁଁ ସେଇଟା ଘୃଣା କରେ। ମୁଁ କହେ ଆମର ନିଜର ସଭ୍ୟତା ଯାହା କହୁଛୁ, ଆମର ଯାହା ପରମ୍ପରା ରହିଛି ସେଇଟାକୁ ପାଳନ କର। ଆମର ନିଜର ଓଡ଼ିଆ ପ୍ରସ୍ତୁତ ଦେଶୀ ପିଠା, ପୋଡ଼ ପିଠା, ଏଇଟା କ'ଣ କ୍ଷୀର ପୋଡ଼ପିଠା ନା? କ୍ଷୀର ପୋଡ଼ ପିଠା, ଆଉ ଏ ପିଠା, ଏଗୁଡ଼ା ସବୁ ଆମର ଓଡ଼ିଆମାନଙ୍କ ଦ୍ୱାରା ପ୍ରସ୍ତୁତ। ଆଚ୍ଛା। ତେଣୁ ୟାକୁ ନେଇ ପାଳନ କଲେ ଅସୁବିଧା କ'ଣ ଅଛି? ନା ଆଜିକାଲି ତ ଆମର କେକ୍ ଫେକ୍ ଟିକେ ନ କାଟିଲେ ଗୋଟେ ଭଲ ଲାଗୁଛି। ସେଇଟାକୁ ମୁଁ କହୁଛି, ସେଇ ପରମ୍ପରା ତ ପାଶ୍ଚାତ୍ୟ ପରମ୍ପରା, ତାକୁ କାହିଁକି ଆପଣମାନେ ଫଲୋ କରୁଛନ୍ତି? ଆପଣମାନେ ତାକୁ ଅନୁସରଣ କରନ୍ତୁ ନାହିଁ, ଏହାକୁ ଅନୁସରଣ କରନ୍ତୁ ଏବଂ ଏହାକୁ ବର୍ତ୍ତମାନ ବଜାୟ ରଖନ୍ତୁ, ନହେଲେ ଓଡ଼ିଆ ଅସ୍ମିତା ହେଇକି ରହିଯିବ। ଧନ୍ୟବାଦ, ନମସ୍କାର। ବଢ଼ିଆ ଲାଗୁଛି। ମୁଁ ତୁମକୁ ଏଇଟା କହିଦେଉଛି। ରଜରେ ପିଠାର ବି ବାସ୍ନା ଅଲଗା ଅଛି। ଆନନ୍ଦପୂର୍ଣ୍ଣ ଜନ୍ମଦିନ ଆପଣଙ୍କୁ। ଆନନ୍ଦପୂର୍ଣ୍ଣ ଜନ୍ମଦିନ ଆପଣଙ୍କୁ। ଏଇଟା ଶିଖିବାକୁ ପଡ଼ିବ। ଓଡ଼ିଆ। We are English people, so we just wish you a happy birthday to you.